ବାରିପଦାରେ ଆଜି କରୁଣ ସ୍ଥିତି ଦେଖିବାକୁ ମିଳିଛି। ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷି ଅଞ୍ଚଳ ଦେଇ ଯାଇଥିବା ସୁବର୍ଣ୍ଣରେଖା ବୃହତ୍ କେନାଲରେ ଭାସି ଯାଉଥିବା ବେଳେ 2 ଛାତ୍ରଙ୍କୁ ଉଦ୍ଧାର କରାଯାଇଛି ଏବଂ 2 ଛାତ୍ରଙ୍କୁ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ 2 ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଯୁକ୍ତ 2 ଛାତ୍ର ଦିବ୍ୟଜ୍ୟୋତି ସାହୁ। ତାଙ୍କ ଘର ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ ହେଲେ ତନ୍ମୟ କୁମାର ବେହେରା ଖୁଣ୍ଟା ବ୍ଲକ ଲକ୍ଷ୍ମଣ ସାହିରେ। ଲକ୍ଷ୍ମୀପୋଷି ଅଞ୍ଚଳରେ ଗତ କିଛି ବର୍ଷ ଧରି ଜଗନ୍ନାଥ ଦତ୍ତ ନାମକ ଜଣେ ଘରୋଇ ଶିକ୍ଷକ ଏକ ଘରୋଇ ହଷ୍ଟେଲ କରି ଶିକ୍ଷା ବ୍ୟବସାୟ କରୁଥିଲେ। ତାଙ୍କ ହଷ୍ଟେଲରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟର 20ରୁ ଉର୍ଦ୍ଧ୍ୱ ଛାତ୍ର ରହି ପାଠ ପଢୁଥିବା ବେଳେ ଶୁକ୍ରବାର ସକାଳେ 10ଟା ବେଳକୁ ହଷ୍ଟେଲରେ ହୋଇଥିବା ଗଣେଶ ପୂଜା ମୂର୍ତ୍ତିକୁ ବିସର୍ଜନ କରିବାକୁ ପାଖ କେନାଲକୁ ଆସିଥିଲେ। କୁହାଯାଉଛି କି କେନାଲରେ ବର୍ଷା ଦିନ ଯୋଗୁଁ ଅକାତକାତ ପାଣି ଥିବା ବେଳେ କୌଣସି କାରଣରୁ 4 ଜଣ ଛାତ୍ର ପାଣିରେ ଖସି ପଡ଼ିଥିଲେ। ପାଖରେ ଉପସ୍ଥିତ ଲୋକ ଏବଂ ଯେହେତୁ ଲକ୍ଷ୍ମୀପୋଷି ଅଞ୍ଚଳରେ ଆଫ୍ରାଡ କାର୍ଯ୍ୟାଳୟ ରହିଛି, ସଙ୍ଗେ ସଙ୍ଗେ ଆଫ୍ରାଡ ଟିମ୍ ଆସି 2 ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ପାଣି ତଳେ ରହିଯାଇଥିଲେ ତନ୍ମୟ ଏବଂ ଦିବ୍ୟଜ୍ୟୋତି। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ପାଣି ଭିତରେ ସର୍ଚ୍ଚ ଅପରେସନ କରିଥିଲେ। ଦୀର୍ଘ 5 ଘଣ୍ଟା ପାଣିରେ ଖୋଜାଖୋଜି କରିବା ପରେ ତନ୍ମୟ ଏବଂ ଦିବ୍ୟଜ୍ୟୋତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଛାତ୍ରମାନେ ପାଣିରେ ବୁଡ଼ିଯିବା ଖବର ପ୍ରସାରିତ ହେବା ପରେ ହଜାର ହଜାର ଲୋକ ଏବଂ ଅନ୍ୟ ଛାତ୍ରଙ୍କର ପରିବାରବର୍ଗ ସେମାନଙ୍କ ପିଲା ଠିକ୍ଠାକ୍ ଅଛନ୍ତି କି ନାହିଁ କହି ଭିଡ଼ ଜମାଇଥିଲେ। ହେଲେ 2 ଛାତ୍ରଙ୍କର ମୃତଦେହ ଉଦ୍ଧାର ସମୟରେ ଘଟଣାସ୍ଥଳରେ କାନ୍ଦ ବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଥିଲା। क्या किसी जानी पारुनी छुआ मोर दिन भी गड़िया पुखरी की जाइनी आज फोन कला हॉस्टेल जे मते को फोन कला जे तनु भासी जाइए बोले मु कहनी केमती भासी गला ना सी आसीला गणेश मूर्ति विसर्जन मु कहली सी तो जीवा कथा नुहे ना सी ओह्लई नथिला आमे भासी गले बेले सी है हाथ देखला खसी गला एतिकी मत कहले आउे आ फोन उठाऊ ना किसी कथा मिलूनी मुझे 2टा मास्टर को पाई से माने भी कौन आम भासी जाइए आमको देवेंद्रपुर उठे माने देखिए मेडिकल जाकि भल आज आपणकर 2 तारिख दिन ना 3 तारिख दिन मुझे छाड़ी गला 2 तारिख नहीं मसे गोटे छुआ मोर रही।